ଆରେ ଚଢ଼େଇ, ତୋ ସ୍ୱାମୀ ବଞ୍ଚିଥିଲା ବେଳେ ମୋଠୁ ଅନେକ ଟଙ୍କା ଧାର ନେଇଥିଲା। ଏବେ ହିଁ ମତେ ମୋ ଟଙ୍କା ଫେରା, ନହେଲେ ତୋର ଏ ଘର ଆଜିଠୁ ମୋର ହେଇଯିବ। ନା ନା ଚିଲ ଆଜ୍ଞା, ମୋରି ଘରକୁ ନିଅନ୍ତୁନି। ମତେ ଆଉ କିଛି ଦିନ ସମୟ ଦିଅନ୍ତୁ, ମୁଁ ଆପଣଙ୍କର ସବୁ ଟଙ୍କା ସୁଝିଦେବି। ନା, ମୁଁ ତତେ ଆଉ ସମୟ ଦେଇ ପାରିବିନି। ମତେ ଏବେ ହିଁ ମୋ ଟଙ୍କା ଦରକାର। ଯଦି ନ ଦେଇ ପାରିବୁ, ନିଜର ସବୁ ଜିନିଷ ଧରି ଏ ଘରୁ ବାହାରି ଯା। ମୋ ଉପରେ ଏମିତି ଅନ୍ୟାୟ କରନ୍ତୁନି ଚିଲ ଆଜ୍ଞା, ମତେ ଆଉ ଅଳ୍ପ କିଛି ଦିନ ହେଲେ ସମୟ ଦିଅନ୍ତୁ। ଆଚ୍ଛା ତେବେ ଠିକ ଅଛି, ତୁ ଯଦି ମୋର ଗୋଟିଏ କଥାରେ ରାଜି ହେବୁ, ତାହେଲେ ମୁଁ ତୋର ଏ ଘରକୁ ନେବିନି। ଚିଲ ଆଜ୍ଞା, ମୁଁ ଆପଣଙ୍କର ସବୁ ସତରେ ରାଜି ଅଛି। କୁହନ୍ତୁ କଣ କହିବେ? ଆଚ୍ଛା ହଉ, ତୁ କାଲିଠୁ ହିଁ ମୋ ଜମିକୁ ଆସେ। ଯେ ପର୍ଯ୍ୟନ୍ତ ମୋର ସବୁ ଟଙ୍କା ନ ସୁଝିବୁ, ସେ ପର୍ଯ୍ୟନ୍ତ ତୁ ମୋ ଜମିରେ ସବୁ କାମ କରିବୁ। ଠିକ ଅଛି, ମୁଁ କାଲିଠୁ ଆପଣଙ୍କ ଜମିରେ ଯାଇ କାମ କରିବି। ସେଦିନ ପରଠାରୁ ଚଢ଼େଇ ଚିଲ ଜମିରେ କାମ କଲା। ଏମିତି ଗୋଟେ ଦିନ, ବଞ୍ଚାଅ, ମତେ କେହି ବଞ୍ଚାଅ, ମୁଁ ପାଣିରେ ବୁଡି ଯାଉଛି, ମତେ କେହି ବଞ୍ଚାଅ। ଆରେ ଆରେ, ଚିଲ ଛୁଆ ନଦୀରେ କେମିତି ପଡିଗଲା? ମୁଁ ଶୀଘ୍ର ତା ପାଖକୁ ଯାଏ। ଚଢ଼େଇ ତା କାମ ଛାଡି ଚିଲ ଛୁଆ ପାଖକୁ ଗଲା। ତାକୁ ଦୂରରୁ ଚିଲ ଦେଖୁଥିଲା। ଆରେ ସେ ଚଢ଼େଇ କଣ କାମ ଅଧାରୁ ଛାଡ଼ି ଚାଲି ଯାଉଛି? ସେ ମୋର ଟଙ୍କା ଏଯାଏଁ ସୁଝିନି, ଆଉ କାମ ଛାଡ଼ି ଚାଲି ଯାଉଛି। ଆରେ ସମସ୍ତେ କୁଆଡେ ଗଲ? ଧର ଧର ସେ ଚଢ଼େଇକୁ। ତାପରେ ଚିଲ ଶୀଘ୍ର ଚଢ଼େଇ ପାଖକୁ ଗଲା। ସେତେବେଳେ ଚଢ଼େଇ ଚିଲ ଛୁଆକୁ ନଦୀରୁ ବାହାର କରି ନେଇ ଆସିଲା। ଠିକ ସେହି ସମୟରେ ଚିଲ ତା ପାଖରେ ପହଞ୍ଚି ସବୁ କିଛି ଦେଖିଲା। ମୋ ଝିଅ, କଣ ହେଲା ମୋ ଝିଅର? ଚିଲ ଆଜ୍ଞା, ମୁଁ କାମ କରୁଥିଲି, ସେତେବେଳେ ଆପଣଙ୍କ ଝିଅର ଚିତ୍କାର ଶୁଣିଲି। ସେ ନଦୀ ପାଣିରେ ପଡି ଯାଇଥିଲା, ସେଥିପାଇଁ ମୁଁ କାମ ଅଧାରୁ ଛାଡି ତା ପାଖକୁ ଯାଇ ତାକୁ ନଦୀରୁ ବାହାର କଲି। ଚଢ଼େଇ, ତୁ ମୋ ଝିଅର ଜୀବନ ରକ୍ଷା କରୁଥିଲୁ, ହେଲେ ମୁଁ କିଛି ନ ଜାଣି ତତେ ରାଗୁଥିଲି। ଏଇ ତ ଚିଲ ଆଜ୍ଞା, ଆପଣଙ୍କ ଝିଅର ହୋସ ଆସିଲାଣି। ମାରେ, ତୁ ଠିକ ଅଛୁ ନା? ହଁ ବାପା, ମୁଁ ଠିକ ଅଛି। ଚଢ଼େଇ, ତୁ ଆଜି ମୋ ଝିଅର ଜୀବନ ରକ୍ଷା କରି ମୋ ଉପରେ ଅନେକ ବଡ଼ ଉପକାର କଲୁ। ମୁଁ ତୋର ଏ ଋଣ କେବେ ବି ସୁଝି ପାରିବିନି। ତତେ ଆଉ ମୋ ପାଖରେ କାମ କରିବାକୁ ପଡ଼ିବନି। ଆଜିଠୁ ତୁ ମୁକ୍ତ। ତୋ ପାଖରେ ମୋର ଆଉ କିଛି ବି ଧାର ଟଙ୍କା ନାହିଁ। ଆପଣ ସତ କହୁଛନ୍ତି ଚିଲ ଆଜ୍ଞା, ଆପଣ ବହୁତ ଭଲ। ଆପଣଙ୍କୁ ଅନେକ ଅନେକ ଧନ୍ୟବାଦ। ମୁଁ ଏବେ ଯାଉଛି। ଧାର କରଜରୁ ମତେ ମୁକ୍ତି ମିଳିଗଲା। ଏବେ ମତେ